ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଛତିଆ ଦଳେଇସାହି ଲେବୁଲ କ୍ରସିଂ ଠାରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ କଟକରୁ ଯାଜପୁର ଟାଉନ ମଙ୍ଗଳପୁର ଅଭିମୁଖେ ମା ଦୁର୍ଗା ନାମକ ଏକ ଘରୋଇ ବସ୍ ଯାଉଥିବା ବେଳେ ଛତିଆ ଦଳେଇସାହି କ୍ରସିଂ ଠାରେ ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲର ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। ରାଜପଥରେ ବସ୍ର ବେଗ ଅଧିକ ଥିବାରୁ ବ୍ରେକ୍ ନ ମାରିପାରିବାରୁ ଉଭୟ ଟ୍ରଲର ଓ ଯାତ୍ରୀବାହୀ ବସ୍ ଏକା ସାଙ୍ଗରେ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ହୋଇଥିଲା। ବସ୍ର କ୍ଷୟକ୍ଷତି ହୋଇଥିବା ସହ 5 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଅଳ୍ପକେ ବଞ୍ଚିଲେ 55ରୁ ଊର୍ଦ୍ଧ୍ୱ ଯାତ୍ରୀ। ତେବେ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ବେଆଇନ ପାର୍କିଂ ବଢୁଥିବା ବେଳେ ପେଟ୍ରୋଲିଂ ଅଭାବରୁ ଏଭଳି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ବଡ଼ଚଣାରୁ ବେଦପ୍ରକାଶ ନାୟକଙ୍କ ରିପୋର୍ଟ।